ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। କୋଇଲା କ୍ଷେତ୍ରକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ଆଜି ମୁମ୍ବାଇରେ ଆରମ୍ଭ ହେବ ରୋଡ୍ ଶୋ। ଚୀନର ଆମଦାନୀ ଉପରେ 10% ଅତିରିକ୍ତ ଶୁଳ୍କ ଲାଗୁ କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ପୁରୀରେ ନବମ ଜାତୀୟ ସ୍ୱାସ୍ଥ୍ୟସେବା ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ବିଜ୍ଞାନର ଉପକାରିତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଜାତୀୟ ବିଜ୍ଞାନ ଦିବସ। ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ 67 ବର୍ଷ ବୟସରେ ପରଲୋକ। ଏବଂ ମହିଳା T20 ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡି ଆଜି ମୁମ୍ବାଇରେ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରିବେ। କୋଇଲା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ରୋଡ୍ ଶୋରେ କୋଇଲା କ୍ଷେତ୍ରରେ ନିବେଶ ଏବଂ ବାଣିଜ୍ୟିକ କୋଇଲା ଖଣି ନିଲାମ ସମ୍ପର୍କିତ ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମରେ ପ୍ରମୁଖ ଭାଗିଦାରୀ, ଉଦ୍ୟୋଗୀ ଏବଂ ନିବେଶକମାନେ ଅଂଶଗ୍ରହଣ କରିବେ। କୋଇଲା ମନ୍ତ୍ରଣାଳୟର ସଚିବ ବିକ୍ରମ ଦେବଦତ୍ତ, ଅତିରିକ୍ତ ସଚିବ ରୂପିନ୍ଦର ବରାର ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ରୋଡ୍ ଶୋରେ ସାମିଲ ହେବେ। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏହି ରୋଡ୍ ଶୋ ରାଷ୍ଟ୍ରବ୍ୟାପୀ ପୁଞ୍ଜିନିବେଶକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଅଭିଯାନର ଅଂଶବିଶେଷ। ଏହା ମାଧ୍ୟମରେ ମନ୍ତ୍ରଣାଳୟର ସ୍ୱଚ୍ଛ ନିବେଶକ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇପାରିବ ବୋଲି ଆଶା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମଦାନୀ ଉପରେ 10% ଅତିରିକ୍ତ ଶୁଳ୍କ ଘୋଷଣା କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ କାନାଡା ଓ ମେକ୍ସିକୋ ଉପରେ ମଧ୍ୟ ଅତିରିକ୍ତ ଶୁଳ୍କ ଲାଗୁ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଚୀନରୁ ଆମଦାନୀ ଉପରେ ସର୍ବନିମ୍ନ 10% ଶୁଳ୍କ ଚଳିତ ମାସ ପ୍ରାରମ୍ଭରେ ଲାଗୁ କରାଯାଇଥିଲା। ଗତକାଲି ରାତିରେ ରାଷ୍ଟ୍ରପତି ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ 25% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲେ। ମେକ୍ସିକୋ ଏବଂ କାନାଡାର ବରିଷ୍ଠ ଅଧିକାରୀମାନେ ଶୁଳ୍କ ବୃଦ୍ଧି ଏଡ଼ାଇବା ପାଇଁ ଆଲୋଚନା କରିବା ନିମନ୍ତେ ୱାଶିଂଟନରେ ଥିବାବେଳେ ଏହି ବୃଦ୍ଧି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଆମେରିକାରେ ଫେଣ୍ଟାନିଲ୍ ନାମକ ନିଶାଦ୍ରବ୍ୟର ପ୍ରବାହକୁ ରୋକିବା ଲାଗି ଏପର୍ଯ୍ୟନ୍ତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହି ଫେଣ୍ଟାନିଲ୍ ଚୀନରୁ ଉତ୍ପାଦିତ ହେଉଥିବା ବେଳେ କାନାଡା ଏବଂ ମେକ୍ସିକୋ ଜରିଆରେ ଆମେରିକାକୁ ଆସୁଛି। ସେ କହିଛନ୍ତି, ଗତ 1 ବର୍ଷ ମଧ୍ୟରେ ଫେଣ୍ଟାନିଲ୍ ବ୍ୟବହାର କରି 1 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ଫେଣ୍ଟାନିଲ୍ ଉତ୍ପାଦନ କରୁଥିବା ଚୀନ ଉପରେ ଲାଗୁ ହୋଇଥିବା 10% ଶୁଳ୍କକୁ ଦ୍ୱିଗୁଣା କରିବାର ପ୍ରସ୍ତାବ ରହିଥିବା କହିଛନ୍ତି। ସୀମା ସୁରକ୍ଷା ଏବଂ ନିଶାଦ୍ରବ୍ୟ ଚୋରାଚାଲାଣ ନ ରୋକିବା ପର୍ଯ୍ୟନ୍ତ ମେକ୍ସିକୋ ଏବଂ କାନାଡା ଉପରେ ବର୍ଦ୍ଧିତ ଶୁଳ୍କ ବଳବତ୍ତର ରହିବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ସୁନ୍ଦର ନର୍ସରୀରେ ଆୟୋଜିତ ହେବାକୁ ଥିବା ଜାହାଁ ଏ ଖୁସ୍ରୋ କାର୍ଯ୍ୟକ୍ରମରେ ଯୋଗଦେବେ। ସୁଫି ସଙ୍ଗୀତ ମହୋତ୍ସବର 25 ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଆଜିଠାରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଅମୀର ଖୁସ୍ରୋଙ୍କ ପରମ୍ପରାକୁ ପାଳନ କରିବା ଲାଗି ସାରା ବିଶ୍ୱର କଳାକାରଙ୍କୁ ଏକତ୍ର କରାଯାଉଛି। ପ୍ରଧାନମନ୍ତ୍ରୀ ଏଥିରେ ଭାରତର ସଂସ୍କୃତି ଓ ବିବିଧ କଳାକୁ ପ୍ରୋତ୍ସାହିତ କରିବେ। ରୁମି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ 2001ରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମୁଜାଫର ଅଲି ଆରମ୍ଭ କରିଥିଲେ। ମହୋତ୍ସବ ପାଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେହବଜା ପରିଦର୍ଶନ କରିବେ। ସେଥିରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ପ୍ରଦର୍ଶନ ସହ କଳାକୃତି, ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 2 ଦିନିଆ ଓଡ଼ିଶା ଗସ୍ତରେ ଆସି ଗତ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ପୁରୀଠାରେ ଶ୍ରୀ ନଡ୍ଡା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଇନୋଭେସନ ଉପରେ ନବମ ଜାତୀୟ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବା ସହ 16ଷ ସାଧାରଣ ସମୀକ୍ଷା ମିଶନର ରିପୋର୍ଟକୁ ଉନ୍ମୋଚନ କରିବେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍କ ସମେତ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀ ଶେଷ ହେବା ପରେ ଶ୍ରୀ ନଡ୍ଡା ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଏହା ବ୍ୟତୀତ ଆଜି ଅପରାହ୍ନରେ ଭୁବନେଶ୍ୱରରେ ଶ୍ରୀ ନଡ୍ଡା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଜ୍ଞାନର ଉପାଦେୟତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ବିଜ୍ଞାନ ସମ୍ବନ୍ଧିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ଦେଶରେ ଆଜି ପାଳନ କରାଯାଉଛି ଜାତୀୟ ବିଜ୍ଞାନ ଦିବସ। ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ସାର୍ ସିଭି ରମଣଙ୍କ ଦ୍ୱାରା ରମଣ ଇଫେକ୍ଟର ଆବିଷ୍କାରର ସ୍ମୃତିରେ
ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଏ। ଏହି ଆବିଷ୍କାର ପାଇଁ ସିଭି ରମନଙ୍କୁ 1930 ମସିହାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଜାତୀୟ ବିଜ୍ଞାନ ଦିବସରେ ସାରା ଦେଶରେ ବିଜ୍ଞାନ ବିଷୟଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜାତୀୟ ବିଜ୍ଞାନ ଦିବସ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା ରହିଛି ବିକଶିତ ଭାରତ ପାଇଁ ଉଦ୍ଭାବନ ଓ ବିଜ୍ଞାନ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ପାଇଁ ଭାରତୀୟ ଯୁବକମାନଙ୍କୁ ସଶକ୍ତ କରିବା। ବିଜ୍ଞାନର ମହତ୍ତ୍ୱ ଓ ଏହାର ପ୍ରୟୋଗର ବାର୍ତ୍ତା ଲୋକମାନଙ୍କ ମଧ୍ୟରେ ପହଞ୍ଚାଇବା ଏହି ଦିବସର ଉଦ୍ଦେଶ୍ୟ। ଜନମାନବର କଲ୍ୟାଣ ତଥା ବିଜ୍ଞାନର ବିକାଶ ପାଇଁ ନୂତନ ଜ୍ଞାନକୌଶଳର କାର୍ଯ୍ୟକାରିତା ନିମନ୍ତେ ବିଜ୍ଞାନର ସମସ୍ତ କାର୍ଯ୍ୟକଳାପ ଓ ଉଦ୍ୟମକୁ ମଧ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ସୁନାମଧନ୍ୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କର ଗତକାଲି ରାତିରେ 67 ବର୍ଷ ବୟସରେ ଗୁରୁଗ୍ରାମରେ ପରଲୋକ ଘଟିଛି। ସେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ଉତ୍ତମ ମହାନ୍ତିଙ୍କୁ ଚଳିତ ମାସ 8 ତାରିଖରେ ଭୁବନେଶ୍ୱରରୁ ଏୟାର ଲିଫ୍ଟିଂ ଯୋଗେ ଚିକିତ୍ସା ପାଇଁ ନିଆଯାଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଉତ୍ତମ ମହାନ୍ତି 130ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକମାନଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଏଥିସହିତ ସେ 30ଟି ବଙ୍ଗଳା ଚଳଚ୍ଚିତ୍ର ଏବଂ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ର ନେୟା ଜହରରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିମାନ, ଦଣ୍ଡାବାଳୁଙ୍ଗା, ନିଝୁମ ରାତିର ସାଥୀ ଓ ଚିହ୍ନା ଅଚିହ୍ନା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉତ୍ତମ ମହାନ୍ତିଙ୍କ ଅଭିନୟ ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉତ୍ତମ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ସେବିର ନୂତନ ଅଧ୍ୟକ୍ଷ ଭାବେ ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଛି। 1987 ବ୍ୟାଚ୍ର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଶ୍ରୀ ପାଣ୍ଡେ ପୂର୍ବତନ ଅଧ୍ୟକ୍ଷ ମାଧବ ପୁରୀ ବୁଚ୍ଙ୍କ ସ୍ଥାନରେ ଆସନ୍ତା 3 ବର୍ଷ ଯାଏଁ ଦାୟିତ୍ୱ ତୁଲାଇବେ। କ୍ୟାବିନେଟ୍ର ନିଯୁକ୍ତି ସଂକ୍ରାନ୍ତ କମିଟି ତୁହିନକାନ୍ତ ପାଣ୍ଡେଙ୍କୁ ସେବିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିବାକୁ ଅନୁମୋଦନ ଦେଇଛି। ଦିଲ୍ଲୀ ସରକାର ଆଜି ବିଧାନସଭାରେ ପୂର୍ବର ଆମ୍ ଆଦମୀ ପାର୍ଟି ସରକାର ସମ୍ପର୍କିତ ମହାଲେଖାକାରଙ୍କ ଆଉ ଏକ ରିପୋର୍ଟ ଉପସ୍ଥାପନ କରିବେ। ଦିଲ୍ଲୀର ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପରିଚାଳନା ଉପରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ରିପୋର୍ଟର ନକଲ ବିଧାନସଭାରେ ଉପସ୍ଥାପନ କରିବେ। 3 ଦିନ ତଳେ ଦିଲ୍ଲୀ ବିଧାନସଭାରେ ଆପ୍ ସରକାରଙ୍କ ମଦନୀତି ସମ୍ପର୍କିତ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ମହିଳା ଟି20 ପ୍ରିମିୟର ଲିଗ୍ କ୍ରିକେଟରେ ଗତକାଲି ବେଙ୍ଗାଲୁରୁ ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଗୁଜରାଟ ଜାୟାଣ୍ଟସ୍ 6 ୱିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆର୍ସିବି ବାଙ୍ଗାଲୋର 20 ଓଭରରେ 7 ୱିକେଟ୍ ବିନିମୟରେ 125 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଗୁଜରାଟ ଜାୟାଣ୍ଟସ୍ 16 ଓଭର 3ଟି ବଲ୍ରେ 4 ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା। ଆଜି ସନ୍ଧ୍ୟା 7:30ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବେଙ୍ଗାଲୁରୁଠାରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ରେ ଫୁଟବଲ କ୍ଲବ ଗୋଆ 1-0 ପଞ୍ଜାବ ଫୁଟବଲ କ୍ଲବକୁ ପରାସ୍ତ କରିଛି। ଏଥିସହିତ ଫୁଟବଲ କ୍ଲବ ଗୋଆକୁ 22ଟି ମ୍ୟାଚ୍ରୁ 45 ପଏଣ୍ଟ ମିଳିଛି। ତେଣୁ ଏଫ୍ସି ଗୋଆ ଦ୍ୱିତୀୟ ସ୍ଥାନରେ ରହିବା ସହ ତୃତୀୟ ସ୍ଥାନରେ ବେଙ୍ଗାଲୁରୁ ଏଫ୍ସି ଏବଂ ଚତୁର୍ଥ ସ୍ଥାନରେ ଜାମସେଦପୁର ଏଫ୍ସି ରହିଛି। ଆଜି ସନ୍ଧ୍ୟା 7:30ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଫୁଟବଲ କ୍ଲବ ଏବଂ ମହମ୍ମଦିଆନ ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କୋଇଲା କ୍ଷେତ୍ରକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ଆଜି ମୁମ୍ବାଇରେ ଆରମ୍ଭ ହେବ ରୋଡ୍ ଶୋ। ଚୀନର ଆମଦାନୀ ଉପରେ 10% ଅତିରିକ୍ତ ଶୁଳ୍କ ଲାଗୁ କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ପୁରୀରେ 9ମ ଜାତୀୟ ସ୍ୱାସ୍ଥ୍ୟସେବା ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ବିଜ୍ଞାନର ଉପକାରିତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଜାତୀୟ ବିଜ୍ଞାନ ଦିବସ। ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ 67 ବର୍ଷ ବୟସରେ ପରଲୋକ ଏବଂ ମହିଳା ଟି20 ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।